ଲୁଗା ଭିତରେ ଗୁଡ଼ା ହେଇ ବୁଦାମୂଳେ ପଡ଼ିଥିଲା ଏକ ନବଜାତ ଶିଶୁ, ଯେଉଁ ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ। କେହି ଜଣେ ସେହି ଶିଶୁକୁ ଦେଖି ପୋଲିସକୁ ଖବର ଦେଇଥିଲା, ଆଉ ପୋଲିସ ଆସି ପହଞ୍ଚି ଯାଇଥିଲା। ପୋଲିସ ବି ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଥିଲା। ହେଲେ ପୋଲିସ କ'ଣ ତଦନ୍ତ କରି ଜାଣିପାରିଲା ସେ ନବଜାତ ଶିଶୁ କାହାର, ଆଉ କିଏ ତାକୁ ସେହି ଜାଗାରେ ଫିଙ୍ଗି ଦେଇଥିଲା? କ'ଣ କିଏ ପ୍ରେମ କରି ଅବୈଧ ସମ୍ପର୍କ ରଖି ଲୋକଲଜ୍ଜା ଭୟରେ ଏମିତି ଛାଡ଼ି ଯାଇଥିଲା, ନା ଆଉ କ'ଣ କାରଣ ଥିଲା? ଏସବୁ ଜାଣିବା ଆଜିର ଏ କାହାଣୀରେ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ସକାଳୁ ସକାଳୁ ପୁରା ପିପିଲି ଅଞ୍ଚଳରେ ଚହଳ ପଡ଼ିଗଲା। ବୁଦାମୂଳେ ପଡ଼ିଛି ଗୋଟେ ନବଜାତ ଶିଶୁ। କିଏ କହୁଥିଲା ଏଇଟା କେଉଁ ପ୍ରେମିକାର ହେଇଥିବ, କିଏ କହୁଥିଲା କନ୍ୟା ସନ୍ତାନ ପାଇଁ ଛାଡ଼ି ଚାଲି ଯାଇଥିବ। ୟା ଭିତରେ ପହଞ୍ଚି ଯାଇଥିଲେ ପୋଲିସ ବାବୁ। ନବଜାତ ଶିଶୁକୁ ଦେଖିଲେ ଆଖିରୁ ଲୁହ ଆସିଯାଉଥିଲା। ଦେହରେ ଲାଗିଥିଲା ସାଲାଇନ୍ ପାଇପ୍। ନିରୀହ ନିଷ୍ପାପ ଆଖି ଦୁଇଟା ବନ୍ଦ ଥିଲା। ଚର୍ଚ୍ଚା ଚାଲିଲା, କିଏ ପାପ ସମ୍ପର୍କରୁ ଜନ୍ମ କରି ଛାଡ଼ି ଚାଲି ଯାଇଛି ବୋଧେ। ଦେଖିଲେ ତ ସେମିତି ଲାଗୁଥିଲା। ଯେହେତୁ କପଡ଼ାରେ ଗୁଡ଼ା ହେଇଥିଲା, ସେଥିପାଇଁ ପୁଅ କି ଝିଅ ଜଣାପଡ଼ୁନଥିଲା। ନା ସେ କାନ୍ଦୁଥିଲା, ନା ଗୋଡ଼ ହାତ ଛାଟୁଥିଲା। କାହିଁକି ନା ସେ ଦୁନିଆକୁ ଆସିବା ପରେ ଏ ଦୁନିଆକୁ ଛାଡ଼ି ସାରିଥିଲା। ଏ ଦୃଶ୍ୟ ଦେଖି ଦୁଃଖ ତ ଲାଗୁଥିଲା, ହେଲେ କେବଳ ଦୁଃଖ କରିବା ଛଡ଼ା ଆଉ କିଛି ଯେମିତି ରାସ୍ତା ନଥିଲା। ପୋଲିସ ତଦନ୍ତ ତ ଆରମ୍ଭ କଲା, କିନ୍ତୁ ଏତେ ସହଜରେ ଏ ଛୁଆ କାହାର ଆଉ ଏଠିକି କେମିତି ଆସିଲା ଜାଣିବା ସମ୍ଭବ ନଥିଲା। ଯେହେତୁ ସାଲାଇନ୍ ପାଇପ୍ ଲାଗିଥିଲା, ଏଥିରୁ ଗୋଟେ କଥା ତ ସ୍ପଷ୍ଟ ଥିଲା, ଏ ଛୁଆ ନିଶ୍ଚିତ ହସ୍ପିଟାଲରେ ହିଁ ଜନ୍ମ ହୋଇଥିଲା। ହେଲେ ହସ୍ପିଟାଲରେ ଯଦି ଛୁଆର ଜୀବନ ଯାଇଛି, ଏଇ ବୁଦା ମୂଳକୁ କେମିତି ଆସିଲା? ଚାଲିଲା ସବୁଆଡ଼େ ଚର୍ଚ୍ଚା। ଚା ଖଟିରୁ ଆରମ୍ଭ କରି ଛକ ବଜାରରେ ଆଲୋଚନା ବି ଆରମ୍ଭ ହୋଇଗଲା। ସବୁଆଡ଼େ ସେଇ ଗୋଟେ କଥା, କିଏ ପ୍ରେମ କରି ଏଇ ଛୁଆକୁ ଜନ୍ମ କରିଛି, ଆଉ ନିଜ ଇଜ୍ଜତ ପାଇଁ ଏଠି ଫିଙ୍ଗି ଦେଇ ଚାଲିଯାଇଛି। ପୋଲିସ ତ ସବୁ ଦିଗରୁ ତଦନ୍ତ କରି ସତ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଯଦି ସତରେ ଏ ଛୁଆ ପାପ ସମ୍ପର୍କରୁ ଜନ୍ମ ହୋଇଥାଏ, ତେବେ ସେ ଛୁଆର କ'ଣ ଭୁଲ ଥିଲା? ସେ କ'ଣ ଜାଣିଥିଲା ସେ କେମିତି ଆଉ କାହାଠୁ ଜନ୍ମ ହୋଇଥିଲା? ଯଦି ତାର ଏଥିରେ କିଛି ଦୋଷ ନଥିଲା, ତାହେଲେ ତାକୁ ଏମିତି କାହିଁକି ଫିଙ୍ଗାଗଲା? ଦର୍ଶକ ବନ୍ଧୁ, ଆଜିକାଲି ଏମିତି ଘଟଣା ସବୁ ସାମ୍ନାକୁ ଆସୁଛି। ବାହା ହେବା ଆଗରୁ ଶାରୀରିକ ସମ୍ପର୍କ ରଖୁଛନ୍ତି, ଆଉ ଅଜାଣତରେ ଗର୍ଭବତୀ ହୋଇଯାଉଛନ୍ତି। କେତେବେଳେ ଠିକ୍ ସମୟରେ ଜାଣିପାରି ମେଡ଼ିସିନ ଖାଇ ଛୁଆକୁ ନଷ୍ଟ କରିଦେଉଛନ୍ତି, ତ କେତେବେଳେ ଜାଣି ନପାରି ସମୟ ଗଡ଼ିଗଲେ ଜୀବନ ବିପଦରେ ପଡ଼ିବ ବୋଲି ଛୁଆ ଜନ୍ମ କରିବାକୁ ବାଧ୍ୟ ବି ହୁଅନ୍ତି। କିନ୍ତୁ ସେ ଛୁଆର ପରିଚୟ କ'ଣ ଦେବେ, ସେଥିପାଇଁ କେତେବେଳେ ଜିଅନ୍ତା ଛୁଆକୁ ବୁଦାମୂଳେ ଛାଡ଼ି ଦେଉଛନ୍ତି, ତ କେତେବେଳେ ମାରିଦେଇ ଫିଙ୍ଗି ଦେଇ ବି ଚାଲିଯାଉଛନ୍ତି। ନିଜ ମିଛ ଇଜ୍ଜତ ବଞ୍ଚାଇବାକୁ କଷ୍ଟ ଯନ୍ତ୍ରଣା ସହି ନିଜ ଛୁଆକୁ ଫିଙ୍ଗିବାକୁ ପଛଉନାହାନ୍ତି। ଯେତେବେଳେ ଶାରୀରିକ ସମ୍ପର୍କ ରଖନ୍ତି, ସେତେବେଳେ ଥରେ ଏକଥାକୁ ଭାବନ୍ତିନି, ସେତେବେଳେ ମଜା ନିଅନ୍ତି। କିନ୍ତୁ ତାପରର ସଜା ଏଇ ନିରୀହ ନିଷ୍ପାପ ଛୁଆଟିକୁ ହିଁ ମିଳେ। ତେଣୁ ଏସବୁ ପାଇଁ ନିଶ୍ଚିତ ରୂପେ ଏକ କଡ଼ା ଆଇନ ଆସିବାର ଆବଶ୍ୟକତା ଅଛି ବୋଲି ମୁଁ ଭାବୁଛି। ଆପଣଙ୍କ ମତ କ'ଣ କମେଣ୍ଟ କରି ନିଶ୍ଚିତ କହିବେ। ନହେଲେ ଆଗକୁ ଏମିତି କେତେ ନିରୀହ ନିଷ୍ପାପ ଛୁଆ ବଳି ନ ପଡ଼ିବେ କିଏ କହିପାରିବ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।